ଜାତୀୟ ରାଜପଥ ଉପରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ଜୀବନ ନେଇଛି ଗୋଟିଏ ଦ୍ରୁତଗାମୀ କାର। ତେଣୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ସବୁ ଅଟକି ରହିଥିଲା। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୁଳ ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥର ଜେରେଙ୍ଗ ଦେହୁରୀ ସାହି ନିକଟରେ। ମୃତ ବ୍ୟକ୍ତି ଜଣକ ସେହି ଗାଁର ଲୁଚନ ସାହୁ ହୋଇଥିବା ବେଳେ ସେ ବଜାରରୁ କାମ ସାରି ରାସ୍ତା ପାର୍ଶ୍ୱରେ ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ସମ୍ବଲପୁରରୁ ଅନୁଗୁଳ ପଟକୁ ଯାଉଥିବା ଏକ ଦ୍ରୁତଗାମୀ କାର ତାଙ୍କ ପଛପଟେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଲୁଚନ ସାହୁଙ୍କର ମୃତ୍ୟୁ ହୋଇଯିବାରୁ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଥିବାର ଖବର ପାଇ ତୁରନ୍ତ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ଆଉ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ଅବରୋଧ ହଟାଇଥିଲେ। ଅନୁଗୁଳରୁ ଶିବୁ ନାୟକଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।